ଆସନ୍ତୁ ପିଲାମାନେ ଆପଣମାନଙ୍କ ଆଗକୁ ଆସୁଥିବା ଓଡ଼ିଶା ପୋଲିସ ଏସ୍ଆଇ କନେଷ୍ଟବଳ ଓଏଏସ୍ଏଫ୍ ପାଇଁ କିଛି ସିଲେକ୍ଟେଡ୍ ମିକ୍ସ କ୍ୱେଶ୍ଚନ୍ ଜିକେ ନେଇକି ଆସିଛି। ଆପଣମାନଙ୍କର ପ୍ରଥମ କ୍ୱେଶ୍ଚନ୍ ଯାହାକି ପଞ୍ଚବର୍ଷ ଯୋଜନା ବିଷୟରେ ଅଛି। ଦି କନସେପ୍ଟ ଅଫ୍ 5-year ପ୍ଲାନ୍ ୱାଜ୍ ବୋରୋ ଫ୍ରମ୍ ହୁଇଚ୍ କଣ୍ଟ୍ରି। ପ୍ରଥମ ପଞ୍ଚବର୍ଷ ଯୋଜନା କନସେପ୍ଟଟା କେଉଁ କଣ୍ଟ୍ରିରୁ ବୋରୋ କରାଯାଇଥିଲା? ୟୁଏସ୍ଏସ୍ଆର୍ ବା ରୁଷିଆରୁ ବୋରୋ କରାଯାଇଥିଲା। ରୁଷିଆରୁ ଆପଣମାନଙ୍କର ପ୍ରଥମ ପଞ୍ଚବର୍ଷ ଯୋଜନା ଅଣାଯାଇଥିଲା। ହୁ ୱାଜ୍ ଦି ଫାର୍ଷ୍ଟ ଡେପୁଟି ଚେୟାରମ୍ୟାନ୍ ଅଫ୍ ପ୍ଲାନିଂ କମିଶନ୍। ପ୍ଲାନିଂ କମିଶନର ଡେପୁଟି ଚେୟାରମ୍ୟାନ୍ ପ୍ରଥମେ କିଏ ଥିଲେ? ଗୁଲଜରିଲାଲ ନନ୍ଦ। ଗୁଲଜରିଲାଲ ନନ୍ଦ ଆପଣମାନଙ୍କର ପ୍ଲାନିଂ କମିଶନର ଡେପୁଟି ଚେୟାରମ୍ୟାନ୍ ଥିଲେ ଏବଂ ଆପଣମାନଙ୍କର ପ୍ରଥମ ପ୍ଲାନିଂ କମିଶନର ଫାର୍ଷ୍ଟ ଚେୟାରମ୍ୟାନ୍ କିଏ ଥିଲେ? ଫାର୍ଷ୍ଟ ଚେୟାରମ୍ୟାନ୍ ଆପଣମାନଙ୍କର ଜବାହରଲାଲ ନେହେରୁ ଥିଲେ। ଏବଂ ଆପଣମାନଙ୍କର ପ୍ଲାନିଂ କମିଶନ କେଉଁ ମସିହାରେ ସେଟଅପ୍ କରାଯାଇଥିଲା? ପ୍ଲାନିଂ କମିଶନ ଆପଣମାନଙ୍କର 1950 ମସିହାରେ ସେଟଅପ୍ କରାଯାଇଥିଲା। ଆପଣମାନଙ୍କର କ୍ୱେଶ୍ଚନ୍ ଯଦି ଆସେ ଡେପୁଟି ଚେୟାରମ୍ୟାନ୍ ହେଲେ ଗୁଲଜରିଲାଲ ନନ୍ଦ ଏବଂ ଫାର୍ଷ୍ଟ ପ୍ଲାନିଂ କମିଶନର ଚେୟାରମ୍ୟାନ୍ ହେଲେ ଜବାହରଲାଲ ନେହେରୁ ଏବଂ କେଉଁ ମସିହାରେ ସେଟଅପ୍ କରାଯାଇଥିଲା? 1950 ମସିହାରେ ଆପଣମାନଙ୍କର ପ୍ଲାନିଂ କମିଶନ ସେଟଅପ୍ କରାଯାଇଥିଲା। ଏବଂ ପିଲାମାନେ ଆପଣମାନଙ୍କର ଟପ୍ ପ୍ରିଓରିଟି ଅଫ୍ ଫାର୍ଷ୍ଟ 5-year ପ୍ଲାନ୍ କେଉଁଥିରେ ପ୍ରାଥମିକତା ଦିଆଯାଇଥିଲା? ଆପଣଙ୍କର ପ୍ରଥମ ପଞ୍ଚବର୍ଷ ଯୋଜନାରେ ଏଗ୍ରିକଲଚର ଉପରେ ପ୍ରାଥମିକତା ଦିଆଯାଇଥିଲା ପ୍ରଥମ ପଞ୍ଚବର୍ଷ ଯୋଜନାରେ। ଏବଂ ଆପଣମାନଙ୍କର 6 ନମ୍ବର କ୍ୱେଶ୍ଚନ୍ ଯାହାକି ଅଛି ଦି ହୁଇଚ୍ 5-year ପ୍ଲାନ୍ ହେଡ୍ ଦି ପ୍ରାଇମେରୀ ଗୋଲ୍ ଏଷ୍ଟାବ୍ଲିଶ୍ ଇଣ୍ଡିଆ ଏଜ୍ ଦି ସେଲ୍ଫ ରିଲାଏଣ୍ଟ ଏଣ୍ଡ ସେଲ୍ଫ ଜେନେରେଟିଂ ଇକୋନୋମି। ଯାହାକି ଆତ୍ମନିର୍ଭର ଏବଂ ସ୍ୱୟଂ ଉତ୍ପାଦନ କରିବା ଇକୋନୋମି ଏଷ୍ଟାବ୍ଲିଶ୍ କରିଥିଲେ କେଉଁ ମସିହା ଏବଂ ମାନେ କେଉଁ ପଞ୍ଚବର୍ଷ ଯୋଜନାରେ? ଆପଣମାନଙ୍କର ଥାର୍ଡ଼ 5-year ପ୍ଲାନ୍ରେ ସେଲ୍ଫ ରିଲାଏଣ୍ଟ ଏଣ୍ଡ ସେଲ୍ଫ ଜେନେରେଟିଂ ଇକୋନୋମି ଲକ୍ଷ୍ୟ ଥିଲା। ଏବଂ ଆପଣମାନଙ୍କର 7 ନମ୍ବର କ୍ୱେଶ୍ଚନ୍ ଯାହାକି ଡ୍ୟୁରିଂ ଦି ହୁଇଚ୍ 5-year ପ୍ଲାନ୍ ଡିଡ୍ ଇଣ୍ଡିଆ ଅଡପ୍ଟ ଦି ମିକ୍ସ ଇକୋନୋମି। ମିକ୍ସ ଇକୋନୋମି କେଉଁ ପଞ୍ଚବର୍ଷ ଯୋଜନାରେ ଲକ୍ଷ୍ୟ ଥିଲା? ଆପଣମାନଙ୍କର ମିକ୍ସ ଇକୋନୋମି ସେକେଣ୍ଡ 5-year ପ୍ଲାନ୍ର ଲକ୍ଷ୍ୟ ଥିଲା। ସେକେଣ୍ଡ 5-year ପ୍ଲାନ୍ରେ ମିକ୍ସ ଇକୋନୋମି ଅଡପ୍ଟ କରାଯାଇଥିଲା। ତାପରେ which 5-year plan gave emphasis removal poverty the first time India। କେଉଁ ପଞ୍ଚବର୍ଷ ଯୋଜନାରେ ଭାରତରେ ଦାରିଦ୍ର୍ୟ ଦୂର କରିବା ଯାଇଥିଲା? 5th 5-year ପ୍ଲାନ୍ ପଞ୍ଚମ ପଞ୍ଚବର୍ଷ ଯୋଜନାରେ ଆପଣମାନଙ୍କର ଦାରିଦ୍ର୍ୟ ଦୂର କରାଯାଇଥିଲା। At the first time India first 5-year plan how many IIT established in India। ପ୍ରଥମ ପଞ୍ଚବର୍ଷ ଯୋଜନାରେ ଭାରତରେ କେତେଟା IIT ଏଷ୍ଟାବ୍ଲିଶ୍ କରାଯାଇଥିଲା? 5ଟି IIT ଏଷ୍ଟାବ୍ଲିଶ୍ କରାଯାଇଥିଲା କେଉଁ ମସିହାରେ? ପିଲାମାନେ 1956 ମସିହାରେ। ମନେ ରଖିବ ପିଲାମାନେ 1956 ମସିହାରେ 5ଟି IIT ଏଷ୍ଟାବ୍ଲିଶ୍ କରାଯାଇଥିଲା ଭାରତରେ। The final approval to the 5-year plan of India is given by फाइनल अप्रूवल किए ଦେଇଥାଏ ଭାରତକୁ? ନ୍ୟାସନାଲ ଡେଭଲପମେଣ୍ଟ କାଉନସିଲ। ନ୍ୟାସନାଲ ଡେଭଲପମେଣ୍ଟ କାଉନସିଲ ଭାରତକୁ ଫାଇନାଲ ଆପ୍ରୁଭାଲ ଦେଇଥାଏ। ଏବଂ ଆପଣମାନଙ୍କର 10 ନମ୍ବର କ୍ୱେଶ୍ଚନ୍ ହର୍ଣ୍ଣବିଲ୍ ଫେଷ୍ଟିଭାଲ ସେଲିବ୍ରେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍। ହର୍ଣ୍ଣବିଲ୍ ଫେଷ୍ଟିଭାଲ ଆପଣମାନଙ୍କର ନାଗାଲାଣ୍ଡ ଷ୍ଟେଟ୍ରେ ସେଲିବ୍ରେଟ୍ କରାଯାଏ। ନାଗାଲାଣ୍ଡରେ ଆପଣମାନଙ୍କର ହର୍ଣ୍ଣବିଲ୍ ଫେଷ୍ଟିଭାଲ ସେଲିବ୍ରେଟ୍ କରାଯାଇଥାଏ।
ରିସେଣ୍ଟଲି ଓନାମ୍ ଫେଷ୍ଟିଭାଲ ସେଲିବ୍ରେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ଓନାମ୍ ଫେଷ୍ଟିଭାଲ ଆପଣମାନଙ୍କର କେଉଁ ରାଜ୍ୟରେ ସେଲିବ୍ରେଟ୍ କରାଯାଇଥିଲା? ଯାଏ କେରଳରେ ଆପଣମାନଙ୍କର ଓନାମ୍ ଫେଷ୍ଟିଭାଲ ସେଲିବ୍ରେଟେଡ୍ କରାଯାଏ। Where is the headquarter of Forest Survey of India located? ଭାରତରେ ଫରେଷ୍ଟ ସର୍ଭେର ହେଡ଼କ୍ୱାର୍ଟର କେଉଁଠାରେ ଅବସ୍ଥିତ? ଦେହରାଦୁନ। ଦେହରାଦୁନ କେଉଁ ଷ୍ଟେଟ୍ର କ୍ୟାପିଟାଲ? ଦେହରାଦୁନ ହେଲା ଆପଣମାନଙ୍କର ଉତ୍ତରାଖଣ୍ଡର କ୍ୟାପିଟାଲ। ସେଇଠାରେ ଆପଣମାନଙ୍କର ଫରେଷ୍ଟ ସର୍ଭେର ହେଡ଼କ୍ୱାର୍ଟର ଅବସ୍ଥିତ। In which year new forest policy was announced by central government? କେନ୍ଦ୍ର ସରକାର କେଉଁ ମସିହାରେ ଫରେଷ୍ଟ ପଲିସି ଆନାଉନ୍ସ କରିଥିଲେ? 1970 ମସିହାରେ ଆପଣମାନଙ୍କର ଫରେଷ୍ଟ ପଲିସି ଆନାଉନ୍ସ କରିଥିଲେ କେନ୍ଦ୍ର ସରକାର। Where is the National Environment Research Institute located? NERI କେଉଁଠାରେ ଲୋକେଟେଡ୍ ଅଛି? ମହାରାଷ୍ଟ୍ରର ନାଗପୁରରେ ଆପଣମାନଙ୍କର ନ୍ୟାସନାଲ୍ ଏନଭାରମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଲୋକେଟେଡ୍। କେଉଁ ଫିଲ୍ଡରେ ପିଲାମାନେ କୁହନ୍ତୁ ଦାଦା ସାହେବ ଫାଲକେ ଆୱାର୍ଡ଼ ଦିଆଯାଏ? ଏଟା ଆପଣମାନଙ୍କର ଫିଲ୍ମରେ ଦିଆଯାଏ। In which is the outermost layer of the atmosphere? ଆଟମସ୍ଫିୟରର ଆଉଟରମୋଷ୍ଟ ଲେୟର ନା କ'ଣ? ଏକ୍ସୋସ୍ଫିୟର। ଏକ୍ସୋସ୍ଫିୟର ହେଉଛି ଆଟମସ୍ଫିୟରର ଆଉଟରମୋଷ୍ଟ ଲେୟର। Which famous Sanskrit poet ଗୀତା ଗୋବିନ୍ଦ? କେଉଁ ସାଂସ୍କ୍ରିଟ ପୋଏଟ ଲେଖିଛନ୍ତି ଗୀତା ଗୋବିନ୍ଦ? ଜୟଦେବ। ଜୟଦେବ ହେଉଛି ଆପଣମାନଙ୍କର ଗୀତା ଗୋବିନ୍ଦର ଲେଖକ। ଜୟଦେବ ହେଉଛି ଗୀତା ଗୋବିନ୍ଦର ଲେଖକ। In which of the following state the Sharavati project located? Sharavati project କେଉଁ ରାଜ୍ୟରେ ଅବସ୍ଥିତ? କର୍ଣ୍ଣାଟକ। କର୍ଣ୍ଣାଟକର କେଉଁ ନଦୀ? ସାରାବତୀ ରିଭରରେ ସାରାବତୀ ପ୍ରୋଜେକ୍ଟ ଲୋକେଟେଡ୍। ଏବଂ ଆପଣମାନଙ୍କର ଆଜି ପାଇଁ ଶେଷ ପ୍ରଶ୍ନ ଯାହାକି ହେଉଛି In which year the European come to In which year European come to India for the first time through sea road? ସମୁଦ୍ରକୁ ଜଳପଥ ପ୍ରଥମ ଥର ପାଇଁ କେଉଁ ମସିହାରେ ୟୁରୋପିଆନ ମାନେ ଆବିଷ୍କାର କରିଥିଲେ? 1998 ମସିହାରେ। କିଏ ନା ଭାସ୍କୋ ଡା ଗାମା ଆପଣମାନଙ୍କୁ ପ୍ରଥମ ଥର ପାଇଁ ଭାରତକୁ ସମୁଦ୍ର ପଥ ଆବିଷ୍କାର କରିଥିଲେ। ଆଜି ପାଇଁ ପିଲାମାନେ ଏତିକି ପ୍ରଶ୍ନ 20ଟି ନେଇକି ଆସିଥିଲି। କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣାଇବେ।